ଶ୍ରୀମଦ୍ ଭଗବତ ଗୀତାର କଭର ଫଟୋର ଅର୍ଥ କ'ଣ? ମନୁଷ୍ୟ ଜୀବନର ମୁଖ୍ୟତଃ ଦୁଇଟି ପଥ କ'ଣ? ପାପ କ'ଣ? ପାପରୁ ରକ୍ଷା ପାଇବାର ଉପାୟ କ'ଣ? ପାର୍ଥିବ ଶରୀର ନ ରହିଲେ କ'ଣ କର୍ମଫଳ ଭୋଗ କରିବାକୁ ପଡ଼େ? ଭଗବାନ ଯେତେବେଳେ ଧରାପୃଷ୍ଠକୁ ଆସନ୍ତି କ'ଣ ନେଇକି ଆସନ୍ତି? ସର୍ବଜୀବାତ୍ମକ ନାମ କ'ଣ? ରାଧା ନାମର ମହତ୍ଵ କ'ଣ ଆଉ ତାତ୍ପର୍ଯ୍ୟ କ'ଣ? ଶ୍ରୀକୃଷ୍ଣଙ୍କର ବୀଜ ନାମ କ'ଣ? ମନୁଷ୍ୟ କେତେବେଳେ ଦୁର୍ବଳ ହୋଇଯାଏ? ଏ ସମସ୍ତ ପ୍ରଶ୍ନର ଉତ୍ତର ଶ୍ରୀ ଶ୍ରୀ ଠାକୁର କ'ଣ କହିଛନ୍ତି ଆସନ୍ତୁ ଏହି ଭିଡ଼ିଓଟିରୁ ଜାଣିବା। ବନ୍ଦେ ଲୋକତିଳକଂ ଶାଶ୍ୱତ ବାର୍ତ୍ତା ବିଭୂଷଣଂ ଅମର କୃତ୍ୟୁଚ୍ଚାರಣଂ ପ୍ରବୁଧଂ ଲୋକ ଜୀବନଂ ପ୍ରଣୟ ପ୍ରମତ ଜାଗ ଦୀପନଂ ବନ୍ଦେ ଜୀବନ ଜୀବନଂ ସତ୍ପୁରୁଷୋତ୍ତମଂ। ଜୟ ଗୁରୁ। ପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ଆମର ଏହି ଅମୃତବାଣୀ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ ଜଣାଉଛି। ଆଜିଠାରୁ ପ୍ରାୟ 5000 ବର୍ଷ ପୂର୍ବେ ଭଗବାନ ଶ୍ରୀକୃଷ୍ଣ ଏହି ଧରାପୃଷ୍ଠରେ ଅବତାର ଗ୍ରହଣ କରି ଲୀଳା କରିବା ପାଇଁ ଆସିଥିଲେ। ସେ କ'ଣ କହିଥିଲେ? ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତା ଅଭ୍ୟୁତ୍ଥାନମ ଧର୍ମସ୍ୟ ତଦାତ୍ମାନଂ ସୁଯମ୍ୟୋହଂ ପରିତ୍ରାଣାୟ ସାଧୂନାଂ ବିନାଶାୟ ચ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ୟୁଗେ ୟୁଗେ। ସେ ସାଧୁମାନଙ୍କୁ ରକ୍ଷା କରିବେ, ଯେଉଁମାନେ ଅସାଧୁ ମାନେ ଦୁର୍ବୃତ୍ତ ସେମାନଙ୍କୁ ସେ ବିନାଶ କରି ଧର୍ମ ପ୍ରତିଷ୍ଠା କରିଥିଲେ। 5000 ବର୍ଷ ପରେ ଭଗବାନ ଏହି ପୃଥିବୀରେ ଅବତୀର୍ଣ୍ଣ ହେଲେ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଅବତାରରେ। ସେ ଧର୍ମ ବିଷୟରେ କ'ଣ କହିଲେ? ସେ କହିଲେ ଯେ ଧର୍ମ যখন বিপাক বাহনে ব্যর্থ অর্থে ধায় প্রেরিত অবতীর্ণ হন পাপী পরিত্রাণ পায়। এই যে ভগবান শ্রীকৃষ্ণ 5000 ବର୍ଷ ପୂର୍ବରୁ ପୃଥିବୀକୁ ଆସିଥିଲେ, ସେତେବେଳେ ଗୋଟିଏ ଗୋଟିଏ ବାଣୀ ଭିତର ଦେଇ ପ୍ରକାଶ କଲେ ଯେ ତାଙ୍କର ଲୀଳା କିପରି ହେବ। ବର୍ତ୍ତମାନ ଯେତେବେଳେ ଶ୍ରୀ ଶ୍ରୀ ଠାକୁର ଆସିଲେ, ସେ ବାଣୀ ଦ୍ୱାରା ବୁଝାଇ ଦେଲେ ଯେ ଏଥର ତାଙ୍କର ଆସିବାର ଉଦ୍ଦେଶ୍ୟ କ'ଣ। ଏହି ହେଲା ଯୁଗ ଧର୍ମ। ଭଗବାନ ଯେତେବେଳେ ସମସ୍ୟା ସମାଧାନର ପାଇଁ ଯୁଗମାଫିକ ନୀତି ବିଧାନ ନେଇ ଆସନ୍ତି, ଆଉ ସେଇ ନୀତି ବିଧାନଟା ହିଁ ମନୁଷ୍ୟର ଜୀବନରେ କାର୍ଯ୍ୟ କରେ, ସେଇଟା ହିଁ ହେଲା ଯୁଗ ଧର୍ମ। ଆଉ ଏଇ ଯୁଗ ଧର୍ମ ପ୍ରତିଷ୍ଠା କଲେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର, ଅର୍ଥାତ୍ ସେ ମନୁଷ୍ୟକୁ ବଞ୍ଚାଇବା ପାଇଁ ଆଉ ବଢ଼ାଇବା ପାଇଁ ଆସିଥିଲେ। ସମସ୍ତ ପାପରୁ ରକ୍ଷା କରିବା ପାଇଁ ସେ ଆସିଥିଲେ। ଆମେ ଅନେକ ଗୀତା ଅଧ୍ୟୟନ କରୁ। ଗୀତା ଯେ ଅତି ମହାନ ଗ୍ରନ୍ଥ, ଅତି ପବିତ୍ର ଗ୍ରନ୍ଥ। ଶ୍ରୀମଦ୍ ଭଗବତ ଗୀତାରେ ଉପରେ କଭରରେ ଯେଉଁ ଫଟୋ ରଖାଯାଇଛି, ସମଗ୍ର ଗୀତାର ସାର କଥା ଏହି ଛବିରେ ଫୁଟି ଉଠିଛି। ଜୀବନରେ ପ୍ରଥମ ଏବଂ ପ୍ରଧାନ ଜିନିଷ ଯେଉଁଟା ଆମର କରଣୀୟ ପାଳନୀୟ, ତାହା ଗୀତାର କଭର ପେଜରେ ଛବିରେ ଫୁଟି ଉଠିଛି। ସେଇ ଛବିଟି କ'ଣ? ଆମେ ସମସ୍ତେ ଦେଖିଛେ ଯେ ରଥରେ ଅର୍ଜୁନ ବସିଛନ୍ତି ଯୁଦ୍ଧ କରିବା ପାଇଁ। ଭଗବାନ ଶ୍ରୀକୃଷ୍ଣ ସାରଥୀ ରୂପରେ ବସିଛନ୍ତି। ସାମ୍ନାରେ ଯେଉଁ ଘୋଡ଼ାମାନେ ଅଛନ୍ତି, ସେଇ ଘୋଡ଼ାମାନଙ୍କୁ ଲଗାମ ଦେବା ପାଇଁ ଗୋଟିଏ ଡୋର ଲଗାଯାଇଛି। ଏହାର ପ୍ରକୃତ ଅର୍ଥ ହେଲା ପ୍ରତ୍ୟେକଟି ମଣିଷ ମଧ୍ୟରେ ରହିଛି ପ୍ରବୃତ୍ତି, କମ୍ପ୍ଲେକ୍ସେସ୍। ଏହି କମ୍ପ୍ଲେକ୍ସେସ୍ ଗୁଡ଼ିକୁ ଆଡ଼ଜଷ୍ଟ କରିବା ପାଇଁ, କଣ୍ଟ୍ରୋଲ କରିବା ପାଇଁ, ଏହି ପ୍ରବୃତ୍ତି ଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଆମର ଜୀବନରେ ଜୀବନ୍ତ ଆଦର୍ଶ ଦରକାର ଯୁଗ ପୁରୁଷୋତ୍ତମ, ଦରକାର ସଦ୍ଗୁରୁ। ଯଦି ସେହି ସଦ୍ଗୁରୁ ହାତରେ ଲଗାମ ଧରି ଆମର ପ୍ରବୃତ୍ତିର ମୁଖରେ ଲଗାମ ଦିଅନ୍ତି, ତେବେ ଜୀବନ ଯୁଦ୍ଧରେ ଜୟ କରାଯାଏ। ଯୁଗ ପୁରୁଷୋତ୍ତମ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କହିଛନ୍ତି, ମନୁଷ୍ୟର ଜୀବନରେ ମୁଖ୍ୟତଃ ଦୁଇଟି ପଥ। ଗୋଟିଏ ହେଲା ଇଷ୍ଟ ବା ଆଦର୍ଶଙ୍କର ପଥ, ଅନ୍ୟଟି ହେଲା ପ୍ରବୃତ୍ତିର ପଥ। ମନୁଷ୍ୟ ଯେତେବେଳେ ଇଷ୍ଟ ବା ଆଦର୍ଶ କେନ୍ଦ୍ରିକ ଜୀବନଯାପନ ନ କରେ, ସେତେବେଳେ ମନୁଷ୍ୟକୁ ସ୍ୱାଭାବିକ ଭାବେ ଏହି ପ୍ରବୃତ୍ତିର କବଳରେ ପଡ଼ିବାକୁ ହୁଏ। ଆଉ ମଣିଷ ଯେତେବେଳେ ସେହି ପ୍ରବୃତ୍ତିର କବଳରେ ପଡ଼େ, ସେତେବେଳେ ତାର ଜୀବନରେ ରୋଗ ଶୋକ ଗ୍ରହଦୋଷ ଦାରିଦ୍ର୍ୟ ବ୍ୟାଧି ଇତ୍ୟାଦି ନାନା ରକମର ଘାତ ପ୍ରତିଘାତ ମାଡ଼ି ଆସେ। ସେଥିପାଇଁ ଏହି ଦୁଇ ପଥ ବ୍ୟତୀତ ଆମ ଜୀବନରେ ଆଉ କୌଣସି ପଥ ନାହିଁ। ଏହି ବଞ୍ଚିବା ବଢ଼ିବାର ପଥ ହେଲା
ଇଷ୍ଟଙ୍କର ପଥ, ଆଦର୍ଶଙ୍କର ପଥ। ଆଉ ଏଇ ଆଦର୍ଶଙ୍କର ପଥରେ ଚାଲିବାକୁ ହେଲେ ଆମକୁ ଜୀବନର ଦରକାର ପ୍ରେରିତ ବର୍ତ୍ତମାନ ଜୀବନ୍ତ ପୁରୁଷୋତ୍ତମ। ପରମ ଦୟାଲ ଆଲୋଚନା ପ୍ରସଙ୍ଗରେ କହିଛନ୍ତି, ମଣିଷ ଜୀବନରେ ଯେତେବେଳେ ଜୀବନ୍ତ ଆଦର୍ଶ ନ ରୁହନ୍ତି ତାର ବୃତ୍ତି ପ୍ରବୃତ୍ତି ଉପରେ ହାତ ପଡ଼େ ନା। ଅର୍ଥାତ୍ ପ୍ରେରିତ ବର୍ତ୍ତମାନ ପୁରୁଷୋତ୍ତମକୁ ଧରି ଯଦି ଆମେ ନ ଚାଲୁ ତେବେ ବୃତ୍ତି ପ୍ରବୃତ୍ତି ଉପରେ ହାତ ପଡ଼େ ନାହିଁ। ଏଥିପାଇଁ ତ ଦରକାର ପ୍ରେରିତ ବର୍ତ୍ତମାନ ପୁରୁଷୋତ୍ତମଙ୍କର। ଆଉ ପୂର୍ବ ଅବତାର ପ୍ରତି ଗଭୀର ଭାବେ ଶ୍ରଦ୍ଧା ସମ୍ପନ୍ନ ହୋଇ ପ୍ରେରିତ ବର୍ତ୍ତମାନ ପୁରୁଷୋତ୍ତମଙ୍କୁ ନେଇ ଚାଲିବାକୁ ହେବ। କାରଣ ପୂର୍ବତନକୁ ଅଧିକାର କରି ହିଁ ଆମର ବର୍ତ୍ତମାନର ଯୁଗ ପୁରୁଷୋତ୍ତମଙ୍କର ଆବିର୍ଭାବ। ଗୀତାର କଭରରେ ରଥ ଆଗରେ ଯେଉଁ ଘୋଡ଼ାଗୁଡ଼ିକ ଆମେ ଦେଖୁ, ସେହି ଘୋଡ଼ାଗୁଡ଼ିକ ହେଲେ ଆମର ପ୍ରବୃତ୍ତିର ପ୍ରତୀକ। ଶ୍ରୀ ଶ୍ରୀ ଠାକୁର କହିଲେ, ପ୍ରବୃତ୍ତିର 6ଟି ଘୋଡ଼ା ଛୁଟଛେ ଖିଆଲେ, ଦୀକ୍ଷା ରଜୁ ଦିଏ ନା ବାନ୍ଧିଲେ, ସାମଲା ନାଇଁ ହବେ। ଏଠି ପ୍ରବୃତ୍ତିର ମୁଖରେ ଲଗାମ ଦେବାକୁ ହେବ। ଆଉ ସେଇ ଲଗାମଟା ଧରାଇ ଦେବାକୁ ହେବ ପ୍ରେରିତ ବର୍ତ୍ତମାନ ପୁରୁଷୋତ୍ତମଙ୍କର ହାତରେ। ସେତେବେଳେ ଯାଇ ଜୀବନ ଯୁଦ୍ଧରେ ଜୟଲାଭ କରାଯାଏ। ଆମେ ଯେଉଁ ପାପ କରୁ ସେଥିରୁ ରକ୍ଷା ପାଇବାକୁ ହେଲେ ପରମ ଦୟାଲ କ'ଣ ଉପାୟ ଦେଲେ ନା ନାମ ଧ୍ୟାନ ଦେଲେ, ଯଜନ ଯାଜନ ଇଷ୍ଟଭୃତି ଦେଲେ। ଏଇ ନାମ ଧ୍ୟାନ ଇଷ୍ଟଭୃତି ଦ୍ୱାରା ଆମେ ଆମର ସମସ୍ତ ପାପରୁ ରକ୍ଷା ପାଇପାରୁ। ପରମ ଦୟାଲ କହିଛନ୍ତି, ଏଇ କଳିକାଳରେ 3 ଭାଗ ଅଧର୍ମ ଆଉ 1 ଭାଗ ଧର୍ମ। ଏଇ ଅଧର୍ମ ମାନେ ହେଲା ପ୍ରବୃତ୍ତିକୁ ନେଇ ଚଳନ। ଏହାଦ୍ୱାରା ଆସେ ମନୁଷ୍ୟର ଜୀବନରେ ନାନାବିଧ ଘାତ ପ୍ରତିଘାତ। ଏଇ ଘାତ ପ୍ରତିଘାତରୁ ରକ୍ଷା ପାଇବାର ଉପାୟ ସେ ଦେଇଛନ୍ତି। ତାହେଲେ ପାପ କ'ଣ? ପାପର ହାତରୁ ରକ୍ଷା ପାଇବାର ଉପାୟ କ'ଣ? ଖୁବ୍ ସଂକ୍ଷେପରେ କହିବାକୁ ଗଲେ ପ୍ରବୃତ୍ତି କେନ୍ଦ୍ରିକ ଚଳଣି ହେଲା ପାପ। କୁରୁକ୍ଷେତ୍ରର ଯୁଦ୍ଧ ଶେଷ ହୋଇଯାଇଛି। ପିତାମହ ଭୀଷ୍ମ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି, ହେ ପ୍ରଭୁ, ମୁଁ କ'ଣ ଏମିତି ପାପ କରିଛି ଯେ ସେହି ପାପ ପାଇଁ ଏତେ କଷ୍ଟ ଭୋଗ କରୁଛି? ଏଇ ସରଶଯ୍ୟାରେ ଶୋଇ ରହି ମୃତ୍ୟୁର ଯନ୍ତ୍ରଣା ଭୋଗ କରୁଛି? ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଆପଣ ତ ଜାତସ୍ମର, ଆପଣ ତ ଆପଣଙ୍କର ପୂର୍ବଜନ୍ମର କଥା ଜାଣିଛନ୍ତି। ସ୍ମରଣ କରନ୍ତୁ ଯେ ଆପଣଙ୍କର ପୂର୍ବଜନ୍ମରେ କିଛି ଅପକର୍ମ ଥିଲା କି ନା। ପିତାମହ ତାଙ୍କର 100 ବର୍ଷ ପର୍ଯ୍ୟନ୍ତ ପୂର୍ବଜନ୍ମର କର୍ମ ବିଷୟରେ ସ୍ମରଣ କଲେ। ସେ ଦେଖିଲେ ତାଙ୍କର ସେପରି କୌଣସି ପାପ ନାହିଁ। ପିତାମହ ଭୀଷ୍ମ କହୁଛନ୍ତି, ହେ ପ୍ରଭୁ, ମୁଁ 100 ବର୍ଷ ପର୍ଯ୍ୟନ୍ତ ସ୍ମରଣ କଲି, କିନ୍ତୁ କିଛି ବି ପାପ ଖୋଜି ପାଇଲି ନାହିଁ, କୌଣସି ଅପରାଧ ବି ପାଇଲି ନାହିଁ। ଭଗବାନ ଶ୍ରୀକୃଷ୍ଣ କହିଲେ, ପିତାମହ, ଆପଣ 101 ଜନ୍ମର କଥା ସ୍ମରଣ କରନ୍ତୁ। ସେ 100 ଜନ୍ମର ପରେ ଆଉ ସ୍ମରଣ କରିପାରିଲେ ନାହିଁ। ଭଗବାନ ଶ୍ରୀକୃଷ୍ଣ ସେତେବେଳେ ତାଙ୍କୁ ମନେ ପକାଇ ଦେଲେ। କହିଲେ, ଆପଣ 100 ବର୍ଷ ପୂର୍ବରୁ କ୍ଷତ୍ରିୟ କୂଳରେ ଜନ୍ମଗ୍ରହଣ କରିଥିଲେ। ଆପଣ ଜଣେ ବଳଶାଳୀ ରାଜା ଥିଲେ। ଥରେ ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ। ସେହି ଜଙ୍ଗଲରେ ଆପଣ ଯାଉଛନ୍ତି, ହଠାତ୍ ସାମ୍ନାରେ ଗୋଟିଏ ପ୍ରକାଣ୍ଡ ଅଜଗର ସାପ ଦେଖିଲେ। ଆପଣ ହଠାତ୍ ତଲୁଆର ବାହାର କରି ସେହି ସାପର ମୁଣ୍ଡରେ ବିଦ୍ଧ କରିଦେଇଥିଲେ। ତାପରେ ଘୁରେଇ ସେହି ସାପକୁ ଦୂରକୁ ଫିଙ୍ଗିଦେଲେ। ମନେ ପଡ଼ୁଛି ପିତାମହ ଭୀଷ୍ମ? ହଁ ପ୍ରଭୁ, ମନେ ପଡ଼ୁଛି। ତାପରେ ସେ ସାପର କ'ଣ ହେଲା ଜାଣିଛ? ନା ତ ପ୍ରଭୁ, ମୋର ସେ କଥା ମନେ କିଛି ପଡ଼ୁନି। ସେହି ସାପଟି ଛିଟିକି ଯାଇ ଗୋଟିଏ କଣ୍ଟା ଗଛ ଉପରେ ପଡ଼ିଥିଲା। ସେହି କଣ୍ଟା ଗଛ ଉପରେ ପଡ଼ି ଶରୀର ସାରା କଣ୍ଟା ବିଦୀର୍ଣ୍ଣ ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଭଗବାନଙ୍କୁ ବିକଳ ହୋଇ କହିଥିଲା, ହେ ପ୍ରଭୁ, ଦୀନ କାରୁଣିକ, ଯାହା ପାଇଁ ଆଜି ମୋତେ ଏତେ କଷ୍ଟ ଯନ୍ତ୍ରଣା ଭୋଗ କରିବାକୁ ପଡ଼ୁଛି, ହେ ପ୍ରଭୁ, ତାହାର ତୁମେ ବିଚାର କର। ଏଇ 100 ଜନ୍ମ ପୂର୍ବର ଯେଉଁ ପାପ ଆପଣ କରିଥିଲେ, ସେହି ପାପର ଫଳ ଏବେ ଭୋଗ କରୁଛନ୍ତି। ଆହୁରି ମଧ୍ୟ ଏ ଜନ୍ମର କର୍ମର ଫଳ ମଧ୍ୟ ଭୋଗ କରୁଛନ୍ତି। କିପରି ନା ଆପଣ ଦୁର୍ଯ୍ୟୋଧନର ଅନ୍ନ ଗ୍ରହଣ କରିଛନ୍ତି ବୋଲି ଆପଣଙ୍କର ଅନିଚ୍ଛା ସତ୍ତ୍ୱେ ଏହି ମହାଭାରତ ଯୁଦ୍ଧକୁ ସମର୍ଥନ କରିଥିବାର ପାପ। ତେଣୁ ଏହିସବୁ ହେଉଛି ପାପ। ଏଇ କୁରୁକ୍ଷେତ୍ରର ଯୁଦ୍ଧ ପାଇଁ ଭଗବାନ 3 ଜଣଙ୍କୁ ଦାୟୀ କରିଥିଲେ। ସେମାନେ ହେଲେ ପିତାମହ ଭୀଷ୍ମ, ଗୁରୁ ଦ୍ରୋଣ ଆଉ ମହାଦାନୀ କର୍ଣ୍ଣ। ଏଇ 3 ଜଣ ପ୍ରବୃତ୍ତି କେନ୍ଦ୍ରିକ ଦୁର୍ଯ୍ୟୋଧନକୁ ଯୁଦ୍ଧ ପାଇଁ ବିରତ କରିପାରିଥାନ୍ତେ,
କିନ୍ତୁ ସେମାନେ ସକ୍ରିୟ ଭୂମିକା ପାଳନ କରିଥିଲେ। କେବଳ ମାତ୍ର ଦୁର୍ଯ୍ୟୋଧନର ଅନ୍ନ ଗ୍ରହଣ କରିଥିଲେ ବୋଲି ସେମାନେ ଅନିଚ୍ଛା ସତ୍ତ୍ୱେ ମଧ୍ୟ ଯୁଦ୍ଧ ସଂଗଠିତ କରିଥିବାରୁ ପାପ ଅର୍ଜନ କରିଥିଲେ। 100 ଜନ୍ମ ପୂର୍ବରୁ କରିଥିବା ପାପର ଫଳ ମଧ୍ୟ ଭୋଗ କରିବାକୁ ପଡ଼ିଥିଲା ତାଙ୍କୁ। ଭିଡ଼ିଓଟି ଅଧିକ ଲମ୍ବା ହୋଇଯାଉଥିବାରୁ ଏହାର ଅନ୍ୟ ଅଂଶ ପରବର୍ତ୍ତୀ ଭିଡ଼ିଓରେ ପବ୍ଲିଶ କରିବୁ। ଦୟାକରି ଆପଣମାନଙ୍କୁ ସମସ୍ତଙ୍କୁ ପରବର୍ତ୍ତୀ ଭିଡ଼ିଓଟି ଦେଖିବା ପାଇଁ ଅନୁରୋଧ। ଆଜିର ଆଲୋଚନାଟି ଏଇଠି ରଖୁଛି। ଶେଷରେ ସମସ୍ତଙ୍କର ପଞ୍ଚମହାବିଦ୍ଧ ଜୀବନର ମଙ୍ଗଳ କାମନା କରି ରହୁଛି। ଜୟ ଗୁରୁ।